ପିଲାମାନେ, ବର୍ଷର ତୃତୀୟ ମାସର ପ୍ରଥମ ଦିନରେ ଆମେ ଆସି ପହଞ୍ଚି ଯାଇଛୁ। ଆଜି ରବିବାର, ତମ ସ୍କୁଲ ତ ଛୁଟି, ତମେ ସବୁ ଘରେ ରହିଥିବ ନାଇଁ? କିନ୍ତୁ ପିଲେ, ଏବେ ତ ପରୀକ୍ଷା ସମୟ। ସବୁ ସ୍କୁଲରେ ପ୍ରାୟ ପରୀକ୍ଷା ଚାଲିଛି। ତମର ମଧ୍ୟ ପରୀକ୍ଷା ଆସୁଥିବ। ତେଣୁ ପିଲେ, ମନ ଦେଇ ପାଠ ପଢ଼ିବ। ବାପା, ମା, ଗୁରୁଜନ ଆଉ ଶିକ୍ଷକଙ୍କ କଥା ମାନିବ। ତମେ ସବୁ ଛୋଟ ପିଲା, ଯେତିକି ସମୟ ପଢ଼ିବ ମନ ଦେଇ ପଢ଼ିବ। ଦେହପାର ଯତ୍ନ ନେବ, ପ୍ରଚୁର ପାଣି ପିଇବ, ଆଉ ବଜାର କିଣା ଖାଦ୍ୟ ଯେମିତି ଚିପ୍ସ, ଚକୋଲେଟ୍, ଜଙ୍କ ଫୁଡ୍ ଏସବୁ ଖାଇବନି। ଘରେ ମାଙ୍କ ହାତ ତିଆରି ଖାଦ୍ୟ ଖାଇବ। ନିୟମିତ ଗାଧେଇବ ଆଉ ସଫା ପରିଷ୍କାର ଲୁଗା ପିନ୍ଧିବ। ଆଉ ଠିକଣା ସମୟରେ ଶୋଇବ। ବେଶୀ ସମୟ ଟିଭି ଜମାରୁ ଦେଖିବନି କି ମୋବାଇଲରେ ଖେଳିବନି। ତମେ ସୁସ୍ଥ ରହିଲେ ତମ ମନ ପାଠ ପଢ଼ାରେ ଲାଗିବ, ଆଉ ପରୀକ୍ଷା ସମୟରେ ତମେ ସୁସ୍ଥ ରହିବ। ଆଚ୍ଛା ହଉ, ଆସ ଆଜିର କାର୍ଯ୍ୟକ୍ରମରେ ପ୍ରଥମେ ଶୁଣିବା ଗୀତଟିଏ। କିଏ ଗାଇବେ, କାହା ରଚନାରୁ ଗାଇବେ, ସେ କଥା ସେ ନିଜେ କହିବେ। ଆସ ଶୁଣିବା। ମୋ ନାଁ ଅନୁଭବ ପାଣି। ମୁଁ ଏବେ ପ୍ରାଚୀନ ରଚନାରୁ ଭଜନଟିଏ ଗାଇ ଶୁଣେଇବି। दीनबन्धु दहितारी दुःख न गला मोहारी। दीनबन्धु दहितारी हेला कि निष्ठुर चित्त नीलाचले बीज लखे योजन रे गज डाकिला हि देवराज। लखे योजन रे गज डाकिला हि देवराज। तड़काकु चतुर्भुज तड़काकु
ଖୁବ୍ ସୁନ୍ଦର ଭଜନଟି ଗାଇ ଶୁଣିଦେଲେ ଅନୁଭବ ପାଣି। ପିଲାମାନେ, କଥାରେ ଅଛି ଗର୍ବ ଖର୍ବ ହୁଏ। ଗର୍ବ କରିବା ବହୁତ ଖରାପ କଥା। ଯାହା ପାଖରେ ଯେତେ ଭଲ ଗୁଣ ଥାଏ ସେ ସେତେ ନମ୍ର ହେବା କଥା। ମନରେ ଗର୍ବ ଆସିଲେ, ଅହଙ୍କାର ଆସିଲେ ସବୁ କାମ ଭୁଲ ହେଇଯାଏ। ତେଣୁ ବରଗଛ ନିଜ ଗର୍ବ ପାଇଁ କେମିତି ଅସୁବିଧା ଭୋଗିଲା, ଆସ ଶୁଣିବା ଗପ ବିପଦର ବନ୍ଧୁ। ଗପଟିକୁ ତମାନଙ୍କୁ କହୁଛନ୍ତି ରବୀନ୍ଦ୍ର କୁମାର ବେହେରା। ଗାଁ ମୁଣ୍ଡରେ ବରଗଛଟାଏ ବହୁତ ଦିନ ଧରି ଗାଁ ଲୋକଙ୍କ ସେବା କରି ଚାଲିଛି। ସେଠାରେ ଗାଁର ସବୁ ନ୍ୟାୟ ନିଶାପ ହୁଏ। ଆବାଳ ବୃଦ୍ଧ ବନିତା ତା ମୂଳରେ ଜମା ହେଇ ଆଖଡ଼ା କରନ୍ତି। ସତେ ଯେପରି ସେଇଟା ଗାଁର କୋଠଘର। ବାହାରକୁ ଗଲା ଆସିଲା ବେଳେ ଲୋକମାନେ ତା ମୂଳରେ ଘଡ଼ିଏ ବସନ୍ତି। ବହୁ ପକ୍ଷୀଙ୍କର ସେଇଟା ଏକ ସ୍ଥାୟୀ ବାସଗୃହ। ଏଥିପାଇଁ ବରଗଛ ମନରେ ବହୁତ ଗର୍ବ। ତା ଛଡ଼ା ଗଛଟି ଡେଙ୍ଗା, ଦେଖିବାକୁ ସୁନ୍ଦର। ତାର ଓହଳ ସବୁ ଲମ୍ବିଗଲେଣି। ନିଜ ପୁଅ ଝିଅ ପରି ସେମାନେ ତାକୁ କାମଧନ୍ଦାରେ ସାହାଯ୍ୟ କଲେଣି। ଦିନେ ତା ମୂଳରେ ଥିବା ଦୁବ ଘାସକୁ ସେ ତାଚ୍ଛଲ୍ୟ ଭରା କଣ୍ଠରେ କହିଲା, ହେ ଗେଡ଼ୁ ଦୁବ, ତୁ ଗୋଟାଏ ଅକର୍ମା। ତୋର ଜନ୍ମ ଯେଉଁଠି, ମୃତ୍ୟୁ ବି ସେଇଠି। ତୋର ବାଙ୍ଗରା ଚେହେରା ଯୋଗୁଁ ତତେ କେହି ସମ୍ମାନ ଦେଉନାହାନ୍ତି। ଲୋକମାନେ ତତେ ପାଦରେ ଦଳୁଛନ୍ତି, ତୋ ଉପରେ ନାନା ଅସନା ଜିନିଷ ଫୋପାଡ଼ୁଛନ୍ତି। ତୁ ଆମ ଉଦ୍ଭିଦ ଜଗତର ସବୁଠୁ ଇତର ଜୀବ। କିନ୍ତୁ ମୋତେ ଦେଖ, ଲୋକମାନେ ମୋତେ ନମସ୍କାର କରୁଛନ୍ତି, ମୋ ପାଖରେ ବସି ସଭା ସମିତି କରୁଛନ୍ତି, ମୋତେ ସାକ୍ଷୀ ରଖି କଥା ହେଉଛନ୍ତି। ତା ଛଡ଼ା ମୋ ପୁଅ ଝିଅ ଏବେ ବଡ଼ ହେଇଗଲେଣି। ଠେସ ଦେଇ ସେମାନେ ମୋତେ ଖୁବ୍ ଆରାମରେ ରଖୁଛନ୍ତି। ଯୁବା ବୟସରେ ଯେମିତି ମୁଁ ସଗର୍ବେ ଦଣ୍ଡାୟମାନ ଥିଲି, ଏବେ ବି ସେମିତି ଅଛି। ମୋର କେହି କିଛି କରିପାରିବେ ନାହିଁ। ସୂର୍ଯ୍ୟଚନ୍ଦ୍ର ଥିବା ଯାଏ ମୁଁ ସେମିତି ଜୀବିତ ରହିଥିବି। ଦୋଳିରେ ସେମିତି ଝୁଲୁଥିବି। ବହୁତ ଦୁଃଖ କଲା ଦୁବ। କାନ୍ଦ କାନ୍ଦ ହେଇ କହିଲା, ଭାଇ, ଭଗବାନଙ୍କ ସୃଷ୍ଟି ବଡ଼ ବିଚିତ୍ର। କାହାକୁ କେଉଁ ରୂପରେ ଗଢ଼ିଛନ୍ତି ତାର କାରଣ ସେ ଜାଣନ୍ତି। ଆମ ହାତରେ କିଛି ନାହିଁ। ଈଶ୍ୱରଙ୍କ ସୃଷ୍ଟିରେ ମୁଁ ଗେଡ଼ା, ସେଥିପାଇଁ ମୋର ଦୁଃଖ ନାହିଁ। କାରଣ ଲୋକମାନେ ମୋତେ ଭଲ ପାଆନ୍ତି, ଶ୍ରଦ୍ଧା ଆଉ ଭକ୍ତି କରନ୍ତି। ସବୁ ଠାକୁରଙ୍କ ମୁଣ୍ଡରେ ମୁଁ ବସେ। ପୂଜା ପାର୍ବଣରେ ସେମାନେ ମୋତେ ଖୋଜନ୍ତି। ସେତେବେଳେ ମୁଁ ଖୁବ୍ ଖୁସି ହେଇଯାଏ। ମୋ ଖର୍ବ ଚେହେରା ପାଇଁ ମୁଁ ମନ ଦୁଃଖ କରେ ନାହିଁ। ଠାକୁରଙ୍କ ସାନ୍ନିଧ୍ୟ ଲାଭ କରି ମୁଁ ନିଜକୁ ଖୁବ୍ ଧନ୍ୟ ମନେ କରେ। ସେ ଯାହା ହେଉ, ଆମେ ଉଭୟ ପ୍ରାଣୀ ଜଗତର କଲ୍ୟାଣରେ ବ୍ରତୀ। ସେମାନେ ଆମ ଉଭୟଙ୍କୁ ପୂଜା କରୁଛନ୍ତି। ହଁ, ଏଇଟା ସତ, ତୁମେ ସୁନ୍ଦର ଆଉ ମୁଁ ଅସୁନ୍ଦର। ତଥାପି ଲୋକମାନେ ଆମ ଉଭୟଙ୍କୁ ସମ୍ମାନ ଦେଉଛନ୍ତି, ଆଦର କରୁଛନ୍ତି। ତେବେ ଆମ ଭିତରେ ଏ ବିଦ୍ୱେଷ କାହିଁକି? ଯେତେ ହେଲେ ବି ତୁମେ ମୋର ପଡ଼ୋଶୀ, ମୋର ବନ୍ଧୁ। ବିପଦ ସମୟରେ ତମେ ମୋ ତ୍ରାଣକର୍ତ୍ତା, ମୋ ରକ୍ଷା କବଚ। ରାଗିଗଲା ବରଗଛ। ରାଗ ତମ ତମ ହେଇ କହି ଉଠିଲା, ତୁଟା ଗୋଟାଏ ମୂର୍ଖ। ଲୋକମାନେ ମୋତେ ସବୁଦିନ ସମ୍ମାନ ଦେଲାବେଳେ ତୋତେ କାଁ ଭା ସମ୍ମାନ ଦେଉଛନ୍ତି। ଏଥିରେ ତୋର ଏତେ ଗର୍ବ, ଏତେ ବହପ? ମୋ ଉପରେ ଜବାବ ଦେଉଛୁ? ମୋତେ ଧର୍ମଶାସ୍ତ୍ରର କଥା ଶିକ୍ଷା ଦେଉଛୁ? ମନେ ରଖ, ମୁଁ ସବୁଠୁ ସୁନ୍ଦର, ମୁଁ ବଳିଷ୍ଠ। ମୋର ସୁନ୍ଦର ରୂପ ଠାଣି ଦେଖି ତୁ ଈର୍ଷାରେ ଜଳି ଯାଉଛୁ। ଠିକ୍ ଏହି ସମୟରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଲା। ପବନର ବେଗ ତୀବ୍ରତର ହେବାକୁ ଲାଗିଲା। ଗାଁର ସବୁ ଚାଳଘର ଭୁଷୁଡ଼ି ପଡ଼ିଲା। ଲୋକମାନେ ବଡ଼ ବଡ଼ ଗଛମୂଳ ଛାଡ଼ି ଖୋଲା ଘାସ ପଡ଼ିଆକୁ ଚାଲିଗଲେ। ଏବେ ସେ ବରଗଛଟି ଏକୁଟିଆ। ତା ମୂଳରେ କେହି ନଥାନ୍ତି। ବହୁତ ଚେଷ୍ଟା କଲା, କିନ୍ତୁ ପାରିଲା ନାହିଁ। ପବନର ଶକ୍ତି ଆଗରେ ସେ ହାରିଗଲା, ଭୁଷୁଡ଼ି ପଡ଼ିଲା। ତାର ସବୁ ଗର୍ବ ଅହଙ୍କାର ଚୂନା ହେଇଗଲା। ଶେଷକୁ ସେ ମାଟିରେ ମିଶିଗଲା। ମୁହଁ ମାଡ଼ି ଦୁବଘାସ ପାଖରେ ପଡ଼ି ରହିଲା। ବରଗଛରେ କରୁଣ ଦୃଶ୍ୟ ଦେଖି ଦୁବଘାସ ଆଉ ସମ୍ଭାଳି ହେଇ ରହିପାରିଲା ନାହିଁ। ମୃତପ୍ରାୟ ବରଗଛକୁ ସେ ଟୋପେ ପାଣି ପିଇବାକୁ ଦେଲା। ହାତ ଯୋଡ଼ି ବରଗଛ ଦୁବକୁ କହିଲା, ଭାଇ, ମୁଁ ଗର୍ବରେ ଅନ୍ଧ ହେଇ ଯାଇଥିଲି। ସୁନ୍ଦର ଚେହେରା ପାଇଁ ମୁଁ ସର୍ବଦା ମଥା ଟେକି କଥା କହୁଥିଲି। ତୁମ ପରି ବାଙ୍ଗରା ଜୀବମାନଙ୍କୁ ଘୃଣା କରୁଥିଲି, ଥଟ୍ଟା କରୁଥିଲି। ଏବେ ବୁଝୁଛି, ପ୍ରକୃତିର ବଳ ଆଗରେ ଆମେ ସମସ୍ତେ ତୁଚ୍ଛ। ତାର ଅମାପ ଶକ୍ତି, ଆମେ ତାର କିଛି କରିପାରିବା ନାହିଁ। ମୋର ଅନ୍ତିମ ସମୟ। ମୋର ଜାତି ଭାଇମାନଙ୍କୁ କହିଦେବ, ମୋ ପରି ଗର୍ବୀ ହେବେ ନାହିଁ। ନିଜର ବଳିଷ୍ଠ ଚେହେରା ପାଇଁ ଅନ୍ୟମାନଙ୍କୁ ଘୃଣା କରିବେ ନାହିଁ। ଶାରୀରିକ ଅକ୍ଷମତାକୁ ବିଚାର ନ କରି ପଡ଼ୋଶୀକୁ ଆଦର କରିବେ। କାରଣ ପଡ଼ୋଶୀ ବିପଦ ସମୟର ବନ୍ଧୁ, ସୁଖ ଦୁଃଖର ସାଥୀ। ଠିକ୍ ଆଜି ଯେମିତି ମୋ ଅନ୍ତିମ ସମୟରେ ତୁମେ ମୋତେ ମୁନ୍ଦେ ପାଣି ପିଇବାକୁ ଦେଉଛ। ତୁମକୁ ନାନା କଟୁ କଥା କହିଛି, ଖରାପ ଭାବିବା ନାହିଁ, କ୍ଷମା କରିଦେବ। ଜାଣିଲ ତ ପିଲେ, ଅତି ଦର୍ପେ ହତ ଲଙ୍କା। ତେଣୁ କେବେ କୌଣସି କଥାରେ ଗର୍ବ କରିବନି, ନମ୍ର ହବ ଆଉ ବଡ଼ ଗୁରୁଜନମାନଙ୍କର ବାଧ୍ୟ ହବ। ଆସ ପିଲେ, ଏଥର ଅନୁଭବ ପାଣିକ କଣ୍ଠରେ ଶୁଣିବା ଆଉ ଗୋଟିଏ ଗୀତ।
ମୁଁ ଏବେ ଶିଶୁ ସଙ୍ଗୀତଟିଏ ଗାଇ ଶୁଣାଇବି, ଯାହାକୁ ଲେଖିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ। ଘଣ୍ଟା ପରି ସବୁ କାମ କର ଠିକ୍ ଠିକ୍। ଟିକ୍ 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 ଟିକ୍। ଘଣ୍ଟା ପରି ସବୁ କାମ କର ଠିକ୍ ଠିକ୍। ପଢ଼ା ବେଳେ ପଢ଼ ପାଠ ନ ହୁଅ ଚଗଲା, ଖେଳ ବେଳେ ଖେଳ ସିନା ହେବ ସୁନା ପିଲା। ପଢ଼ା ବେଳେ ପଢ଼ ପାଠ ନ ହୁଅ ଚଗଲା, ଖେଳ ବେଳେ ଖେଳ ସିନା ହେବ ସୁନା ପିଲା। ଆଜି କାମ କାଲି ପାଇଁ ନ ରଖିବ ବାକି, ଆଜି କାମ କାଲି ପାଇଁ ନ ରଖିବ ବାକି। ଟିକ୍ 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 ଟିକ୍। ଘଣ୍ଟା ପରି ସବୁ କାମ କର ଠିକ୍ ଠିକ୍। ଟିକ୍ 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 ଟିକ୍। ଘଣ୍ଟା ପରି ସବୁ କାମ କର ଠିକ୍ ଫୁଲ ପରି ହସି ଉଡ଼ି ଭିତରିବ ବାସ, ସଭିଏ କହିବେ ସିନା ସାବାସ ସାବାସ। ଫୁଲ ପରି ହସି ଉଡ଼ି ଭିତରିବ ବାସ, ସଭିଏ କହିବେ ସିନା ସାବାସ ସାବାସ। ଅନ୍ୟର ଦୁଃଖ ଦେଖି ହେବା ସିନା ଦୁଃଖୀ, ଅନ୍ୟର ଦୁଃଖ ଦେଖି ହେବା ସିନା ଦୁଃଖୀ। ଟିକ୍ 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 ଟିକ୍। ଘଣ୍ଟା ପରି ସବୁ କାମ କର ଠିକ୍ ଠିକ୍। ଟିକ୍ 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 ଟିକ୍। ଘଣ୍ଟା ପରି ସବୁ କାମ କର ଠିକ୍ ଠିକ୍। ଘଣ୍ଟା ପରି ସବୁ କାମ କର ଠିକ୍ ଠିକ୍। ଘଣ୍ଟା ପରି ସବୁ କାମ କର ଠିକ୍ ଠିକ୍। ପିଲାଏ, ଆଜିକାଲି ପରିବେଶ ଆମର ଦୂଷିତ ହେଇ ଚାଲିଛି। ତାହାକୁ ରୋକିବା ଆମର ଦାୟିତ୍ୱ। ତେଣୁ ନିଜ ଘରୁ ଆମେ ତାହା ଆରମ୍ଭ କରିବା। ଏଇ ଯେମିତି ଚକୋଲେଟ୍ ଖାଇ, ବିସ୍କୁଟ୍ ଖାଇ ଜରି ଆମେ ଏଠି ସେଠି ପକେଇ ଦେଉଛୁ, ନାନା ପ୍ରକାରରେ ଘରକୁ ଅସନା କରୁଛୁ। ପିଲେ, ସ୍ୱଚ୍ଛତା ଘରୁ ଆରମ୍ଭ କରିବା। ସବୁ ମଇଳା କାଗଜ, ଜରି, ଠୁଙ୍ଗା ଏଠି ସେଠି ନ ପକେଇ ଆମେ ଡଷ୍ଟବିନ୍ରେ ପକେଇବା। ଏଇ ଛୋଟ ଛୋଟ ଆମର କାମ ପରିବେଶକୁ ସଫା ରଖିବାରେ ସାହାଯ୍ୟ କରିବ। ଆସ ଶୁଣିବା କବିତା ପରିବେଶ ସଫା ରଖିବା। ସ୍ୱରଚିତ କବିତାଟିକୁ ଆବୃତ୍ତି କରିଛନ୍ତି ରବୀନ୍ଦ୍ର କୁମାର ବେହେରା। ଘର ଚାରିପାଖେ ଅସନା ମଶା ମାଛିଙ୍କ ଦାଉ, ସତେ କି ଯେମିତି ମୁରବି ପରି ଦେଖାନ୍ତି ଭାଉ। ବସି ଶୋଇ ଆଉ ହେଉନି ଘର ଭିତରେ ଜମା, ବାପା ଲୋ ବୋଉ ଲୋ ଡାକନ୍ତି ସୀମା ମିନତି ଉମା। ପଲିଥିନି ଜରି ଗୋଟାଇ ଯେତେ କରିଲେ ପଦା, ପଡ଼ିଶା ମଦନ ମଉସା ଆଣି କରନ୍ତି ଜମା। ପରିବେଶ କଥା ଜମାରୁ ସିଏ ବୁଝନ୍ତି ନାହିଁ, ତାଙ୍କୁ ବୁଝାଇବା କେମିତି ଏଇ ଯୁଗରେ ଭାଇ। ପଚା ସଢ଼ା ଓଦା ଗନ୍ଧରେ ଘରେ ହେଉନି ରହି, କହି କହି ଥକି ଗଲିଣି ଆଉ ହେଉନି ସହି। ପରିବେଶ ପାଇଁ ପ୍ରକୃତି ଭାଇ କଲାଣି ରୋଷ, ପ୍ରଦୂଷଣ ପାଇଁ ହେଉଛି ଏଇ ସଂସାର ବିଷ। ବାୟୁ ପ୍ରଦୂଷଣ ହେଉଛି ଗାଡ଼ି ମୋଟର ପାଇଁ, କଳକାରଖାନା ଧୂଆଁ ବି ଯାଏ ଆକାଶେ ଛାଇ। ସେଥିପାଇଁ ଆସ ସଭିଏ ଆମେ ଏକାଠି ହେବା, ପରିବେଶ ସଫା ରଖିବା ପାଇଁ ଶପଥ ନେବା। ପିଲାମାନେ,
ଆସୁଛି ହସ ଖୁସିର ପର୍ବ, ରଙ୍ଗର ପର୍ବ ହୋଲି। ଖୁବ୍ ଖୁସିରେ ପରସ୍ପରକୁ ତମେ ସବୁ ରଙ୍ଗ ଲଗେଇବ, ପିଚକାରୀରେ ରଙ୍ଗ ଭରି ଅନ୍ୟକୁ ପକେଇବ, ଖୁବ୍ ମଜା କରିବ ନାଇଁ? କିନ୍ତୁ ପିଲେ, ଏଇ ରଙ୍ଗ ବେଳେବେଳେ ବିପଦ ଡାକି ଆଣେ। ଆଜିକାଲି ଏଇ କୃତ୍ରିମ ରଙ୍ଗରେ ନାନା ପ୍ରକାରର ରାସାୟନିକ ଜିନିଷ ମିଶାଇ ଦିଆଯାଉଛି, ଯାହାକି ଆମ ଶରୀର ପ୍ରତି ହାନିକାରକ। ତେଣୁ ପିଲାଏ ସବୁବେଳେ ପ୍ରାକୃତିକ ରଙ୍ଗ ଆଉ ଅବିରରେ ହୋଲି ଖେଳିବ, କାରଣ ଜଣକର ମଜା ଅନ୍ୟର କାଳ ସାଜିଥାଏ। ଆସ, ଆଜି ରଙ୍ଗ ଖେଳିବାରେ କି ପ୍ରକାର ସାବଧାନତା ଆମେ ରଖିବା ସେ ବିଷୟରେ କହୁଛନ୍ତି ଡକ୍ଟର ଧୀରେନ୍ଦ୍ରନାଥ ମହାରାଣା। ପିଲାମାନେ, ତୁମେ ଏବେ ହୋଲି ପର୍ବ ପାଳନ କରିବାକୁ ଯାଉଛ। ଏହି ପର୍ବ ଅତ୍ୟନ୍ତ ଆନନ୍ଦର ପର୍ବ, ଏହା ରଙ୍ଗର ପର୍ବ। କାହିଁକି କହନ୍ତି ରଙ୍ଗର ପର୍ବ କହିଲ? ତମେ ସବୁ ବିଭିନ୍ନ ରଙ୍ଗ ପାଉଡର ଆକାରରେ ବା ପାଣି ଆକାରରେ ଖେଳ ପରସ୍ପର ମଧ୍ୟରେ। ତୁମର ଗୁରୁଜନ ଆତ୍ମୀୟ ସ୍ୱଜନଙ୍କୁ ପାଦରେ ପ୍ରଣାମ କରିକି ତାଙ୍କ ମୁହଁରେ ଟିକା ଲଗାଅ। ଆଉ ତୁମେ ନାଚ ଗୀତ ଗାଅ, ଭଲ ଭଲ ଜିନିଷ ଖାଅ, ମିଠାଇ ଚକୋଲେଟ୍ ବିସ୍କୁଟ ଇତ୍ୟାଦି ତମକୁ ଘରେ ଘରେ ଅତି ଆଦରରେ ଦିଅନ୍ତି। ଏଇଟା ଗୋଟେ ଆନନ୍ଦର ପର୍ବ କହିଲେ ହବ। ନାଚିବା ଗାଇବା ଉତ୍ସବ ପାଳନ କରିବା ଏହି ପର୍ବରେ କରାଯାଇଥାଏ। ଆଉ ଅନ୍ୟ ବାଟରେ କହିବାକୁ ଗଲେ ତୁମମାନଙ୍କ ଭିତରେ, ତୁମ ସାଙ୍ଗମାନଙ୍କ ଭିତରେ ଆତ୍ମୀୟତା ଓ ସୌହାର୍ଦ୍ଦ୍ୟ ମଧ୍ୟ ବୃଦ୍ଧି ପାଇଥାଏ। ତୁମେ ନୂଆ ସାଙ୍ଗ ତିଆରି କର। ଏହି ପର୍ବରେ ତମେ ଏକାଠି ହୁଅ, ତମେ ସାଙ୍ଗ ହୋଇ ନାଚ ଗୀତ ଗାଅ, ପରସ୍ପରକୁ ରଙ୍ଗ ବୋଳ। କିନ୍ତୁ ମନେ ରଖ ପିଲେ, ଝଗଡ଼ା କରିବନି ରଙ୍ଗ ପକାପକି ବେଳେ, କାହିଁକି ନା ଏହା ଆନନ୍ଦର ପର୍ବ। ତମେ ଜାଣିଥିବ ଠାକୁର ଭଗବାନ ଶ୍ରୀକୃଷ୍ଣ ଏହି ରଙ୍ଗ ଖେଳ କରିଥିଲେ ଏବଂ ଆମର ଧର୍ମରେ ବା ଆମର ପୌରାଣିକ କଥାରେ ଅଛି, ଆମେ ଆନନ୍ଦ ଉତ୍ସବରେ ପାଳନ କରିବୁ ଏହି ରଙ୍ଗର ପର୍ବ। ଆଉ ଏହି ରଙ୍ଗ ଖାଲି ରଙ୍ଗର ପର୍ବ ନୁହେଁ, ଏହା ଆନନ୍ଦ ମଉଜ ମଜଲିସ୍, ଖାଇବା ନାଚିବା ବାଜା ବଜାଇବା ଗୀତ ଗାଇବାର ପର୍ବ। କିନ୍ତୁ ମୁଁ ତମକୁ ଜଣେ ଡାକ୍ତର ହିସାବରେ, ତମର ଜଣେ ଡାକ୍ତର ବଡ଼ ଭାଇ ହିସାବରେ ତମକୁ ଆସିଛି କିଛି ଉପଦେଶ ଦେବାକୁ, କିଛି ସଚେତନତା ତମ ଭିତରେ ସୃଷ୍ଟି କରିବାକୁ। ତମେ ମନେ ରଖ, ସଚେତନ ହୁଅ, ଯେମିତି ରଙ୍ଗର ପର୍ବ ଆନନ୍ଦର ହଉ, ଖଣ୍ଡିଆ ଖାବରା ହୋଇ ଝଗଡ଼ା ହୋଇ କିମ୍ବା ପାଣିରେ ବୁଡ଼ି ଯାଇ ତମେ ଏମିତି ତମର ଶାରୀରିକ ସ୍ୱାସ୍ଥ୍ୟ ଜନିତ କିଛି ଅସୁବିଧା ନ ହଉ, ଏଇଥିପାଇଁ ମୁଁ ତମର ସଚେତନତା ବୃଦ୍ଧି କରିବାକୁ, ତମ ଭିତରେ ଗୋଟେ ଭାବଧାରା ବା ଗୋଟେ ସାବଧାନତା ଆଣିବାକୁ ମୁଁ ତମକୁ କିଛି କହିବାକୁ ଯାଉଛି। ପିଲାମାନେ ଜାଣିଥିବ, ଏଇ ଯେଉଁ ରଙ୍ଗ ତମେ ପକାଅ, ଏ ରଙ୍ଗ ବିଭିନ୍ନ ପ୍ରକାରର ଅଟେ। କେତେ ପ୍ରକାର ରଙ୍ଗ ଦେହରେ କାଚ ଥାଏ, ତମେ ବିଶ୍ୱାସ କରିପାରୁନଥିବ ଯେ ଫାଇନ୍ କାଚ ଗୁଣ୍ଡ, ଛୋଟ ଛୋଟ କାଚ ଗୁଣ୍ଡ, ବାଲି, ବିଭିନ୍ନ ପ୍ରକାର ଶାରୀରିକ ସ୍ୱାସ୍ଥ୍ୟରେ ଆଘାତ ସୃଷ୍ଟି କରୁଥିବା ପଦାର୍ଥ ମଧ୍ୟ ଥାଏ। ସେଇଟା ଯେଉଁ ରିଆକ୍ସନ୍ କରେ ତମେମାନେ ଶୁଣିଥିବ, ଚର୍ମ, ଆଖି, ନାକ, କାନ, ମୁଖ ଗହ୍ୱର ବା ପାଟି, ଏଇସବୁ ଜିନିଷରେ କ୍ଷତ ସୃଷ୍ଟି କରିଥାଏ ଆର୍ଟିଫିସିଆଲ ରଙ୍ଗ ସବୁ। ଆମର ପୂର୍ବପୁରୁଷମାନେ ଅଭିର ବୋଲି ଏକ ପ୍ରାକୃତିକ ପଦାର୍ଥରେ ରଙ୍ଗ ଖେଳୁଥିଲେ, କିନ୍ତୁ ଆଧୁନିକ ଯୁଗରେ ରଙ୍ଗ ବହୁତ ପ୍ରକାରର ହେଇଛି। ଆଉ ସେ ରଙ୍ଗ ସବୁ କ୍ଷତିକାରକ ପଦାର୍ଥରେ ମଧ୍ୟ ହୋଇଥାଏ। ଅସାଧୁ ବ୍ୟବସାୟୀଗଣ ସେମାନେ ବିଭିନ୍ନ ପ୍ରକାର ରଙ୍ଗର ସତେଜତା ବା ବିଭିନ୍ନ ପ୍ରକାର ରଙ୍ଗ କରିବାକୁ ସବୁ ଅପ୍ରାକୃତିକ ପଦାର୍ଥ ବ୍ୟବହାର କରିଥାନ୍ତି, ଯାହା ଅନେକ ସମୟରେ ଶରୀରର କ୍ଷତ ସୃଷ୍ଟି କରିଥାଏ। ତମେ ଭାବୁଥିବ ଏ ରଙ୍ଗ କେଉଁଥିରୁ ତିଆରି ହୁଏ? ଏ କିଛି ରଙ୍ଗ ଥାଏ, ଧୂଳି ରଙ୍ଗ ଥାଏ, ଆଉ କିଛି ବିଭିନ୍ନ ପ୍ରକାର ଶରୀରକୁ ଖଣ୍ଡିଆ ଖାବରା ବା ଘା କରିବାର, ଆଲର୍ଜି କରିବାର, ରିଆକ୍ସନ୍ କରିବାର ପଦାର୍ଥ ଥାଏ, ଯାହାକି ତମକୁ ଶାରୀରିକ ଅସୁସ୍ଥତା ଜନ୍ମାଏ ଏବଂ ଏମିତି ହୁଏ ବେଳେବେଳେ ଆଖି ସବୁଦିନ ପାଇଁ ନଷ୍ଟ ହୋଇଯାଏ। ତମେମାନେ ବିଶ୍ୱାସ କରୁନଥିବ ପିଲେ, ଇଏ ସତ କଥା। ତେଣୁ ତମେମାନେ ସେ ବିଷୟରେ ସଚେତନ ହୁଅ, ତମ ମଧ୍ୟରେ ଗୋଟାଏ ସାବଧାନତା ଆସୁ। ଏହା ରଙ୍ଗର ପର୍ବ। ଏହି ରଙ୍ଗ ସବୁ ମୁହଁରେ ବୋଳା ହୁଏ, ମୁଣ୍ଡରେ ବାଳରେ ବୋଳା ହୁଏ, କିଏ ଦେହ ସାରା ବୋଳି ଦିଅନ୍ତି, କେହି ସାଙ୍ଗ ତମର ବାଲ୍ଟିରେ ପାଣି ମିଶାଇ ତମ ଦେହରେ ଢାଳି ଦିଅନ୍ତି। ତମେ ସେତେବେଳେ ହସୁଥିବ, ପାଟି କରୁଥିବ, ଆଖି ଖୋଲି ନାଚୁଥିବ। ସେଇ ରଙ୍ଗ ତମ ଆଖି ଭିତରେ ନ ପଡ଼ିବ ବୋଲି ତମେ କହିପାରିବ? କି ପଛରୁ ଜଣେ ପକେଇଲା, କି ତମେ ଅନ୍ୟ ଆଡ଼କୁ ଚାହିଁଥିବ, ଆଉ ଜଣେ ପାଣି ଆକାରରେ, ପାଉଡ଼ର ଆକାରରେ, ପିଚକାଳି ଜରିଆରେ ହାତରେ ମୁଠାଏ ରଙ୍ଗ ଧରି ତମ ଆଖିକି ପକେଇଲେ ତମ ଆଖିରେ କ୍ଷତ ସୃଷ୍ଟି ହେବ ଏବଂ ଆଖି ଲାଲ ହେଇଯିବ, ତମକୁ ସାଙ୍ଗେ ସାଙ୍ଗେ ଦେଖାଯିବନି ଓ ତା ଦେହରୁ ପାଣି ବାହାରିବ, ବହୁତ କଷ୍ଟ ଅନୁଭବ କରିବ।
ଆଉ ସେ ଯନ୍ତ୍ରଣା ଯିଏ ନ ଭୋଗିଛି ସେ ବିଶ୍ୱାସ କରିପାରିବନି। ଆଉ ଏହା ବେଳେବେଳେ ଏତେ ସାଂଘାତିକ ରୂପ ଧାରଣ କରେ, ମନେ ରଖ ପିଲାମାନେ, ଆଖି ନଷ୍ଟ ହୋଇଯିବା ମଧ୍ୟ ଅସମ୍ଭବ ନୁହେଁ। ବହୁତ କ୍ଷେତ୍ରରେ ଦେଖାଯାଇଛି ଆଖିରେ କ୍ଷତ ସୃଷ୍ଟି କରି ଆଖି ନଷ୍ଟ କରିଦିଏ। ଚମ ଆମର ଶରୀରର ସବୁଠୁ ବଡ଼ ଅଙ୍ଗ, ଆମର ସବୁଆଡ଼େ ଆମ ଶରୀରକୁ ଆବରଣ କରିଛି। ତେଣୁ ବେଳେବେଳେ ବିଭିନ୍ନ ପ୍ରକାର ରଙ୍ଗ ଚର୍ମରେ କ୍ଷତ ବା ଆଲର୍ଜି ସୃଷ୍ଟି କରିଥାଏ। ଶରୀରରେ କ୍ଷତ ସୃଷ୍ଟି କରେ, ଶରୀର ଲାଲ ପଡ଼ିଯାଏ, ଦେହ ସାରା କୁଣ୍ଡେଇ ହୁଏ, ବେଳେବେଳେ ଏତେ ଜଳାପୋଡ଼ା ହୁଏ ଯେ ରୋଗୀ ଥଣ୍ଡା ପାଣି ଭିତରେ ପଶିଯାଏ, ଛଟପଟ ହେଉଥାଏ। ତେଣୁ ଆମେ ଏମିତି ଦେଖିଛୁ ସବୁ ଉଦାହରଣ, ମୁହଁ, ବେକ, ଛାତି, ହାତ, ଆର ସବୁ ଏଇ ସବୁ ହାତର ଚର୍ମ ଉପରେ ଏଇସବୁ ରଙ୍ଗ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରିଥାଏ। ତେଣୁ ତମେମାନେ ସଚେତନ ହୁଅ। ଆଉ ତମେ ବିଶ୍ୱାସ କରିପାରିବନି ଏଇଭଳି କ୍ଷତିକାରକ ଅପ୍ରାକୃତିକ ରଙ୍ଗ ଶରୀରରେ କ୍ଷତ ସୃଷ୍ଟି କରିଥାଏ, ଯାହା ତମକୁ ସବୁଦିନ ପାଇଁ ବିକଳାଙ୍ଗ କରିଦେଇପାରେ। ନାକ, ପାଟି ଭିତର, ମୁହଁ, କାନ ପରଦା, କାନ ବାହାରଟା ଏମିତି ସବୁ ଘା ସୃଷ୍ଟି ହୁଏ। ବେଳେବେଳେ ତମେ ଜାଣିପାରିବନି ଯେ ସାଙ୍ଗେ ସାଙ୍ଗେ କିଛି ହୁଏନି, ଟିକେ କୁଣ୍ଡେଇ ହୁଏ, ଟିକେ ଜଳାପୋଡ଼ା ହୁଏ, ଟିକେ ଦରଜ ହୁଏ ଏବଂ ସେଇ କିଛି ଦିନ, କିଛି ସପ୍ତାହ, କିଛି ମାସ ଯାଏ ସେଇ କୁଣ୍ଡିଆ ପ୍ରକ୍ରିୟାଟା ବଢ଼ି ଚାଲେ ଏବଂ ସବୁଦିନିଆ ବା ବହୁଦିନିଆ କ୍ଷତ ସୃଷ୍ଟି କରେ, ଯାହାକୁ ଏକ୍ଜିମା କହନ୍ତି। ତେଣୁ କାନ, ନାକ, ମୁଖ ଗହ୍ୱର ବା ପାଟି ବାହାରର ସବୁ ଯେଉଁ ଏକ୍ଜିମା ତା ବହୁତ ଦିନ ରହେ ଏବଂ ସହଜରେ ଭଲ ହୁଏନି। ଶରୀର ଭିତରକୁ ବା ପାଟି ଜରିଆରେ ପେଟ ଭିତରକୁ ପ୍ରବେଶ କରେ ରଙ୍ଗ, ତାହେଲେ ତା ଆମକୁ ଝାଡ଼ା, ବାନ୍ତି, ପେଟ କାମୁଡ଼ା ଇତ୍ୟାଦି ରୋଗ ସୃଷ୍ଟି କରିଥାଏ। ତେଣୁ ଇଏ ତ ହେଲା ସବୁ ରଙ୍ଗର ତମର ଦେହ ପ୍ରତି ଯେଉଁ ଅସୁବିଧା ସୃଷ୍ଟି କରେ। ତମେ ଯେଉଁ ନାଚି ନାଚି ରଙ୍ଗ ହେଲା ପରେ ଉପରଳା ଥଣ୍ଡାରେ ତମକୁ ସର୍ଦ୍ଦି ଥିବ, ଆଉ ଖାଇବା ପିଇବା ଇଆଡ଼ୁ ସିଆଡ଼ୁ ବି ବହୁତ ହେଇଥିବ, ତମେ ଯାଇ ନଈ, ପୋଖରୀ ଇତ୍ୟାଦିରେ ବହୁତ ସମୟ ପଶି ରୁହ ଏବଂ ଶରୀରରୁ ରଙ୍ଗ ଧୋଇ ହେଇଯିବ ବୋଲି ଯାହା ଭାବ, ତାହା ଠିକ୍ ନୁହେଁ। ତମେମାନେ ଆଉ ମନେ ରଖ, ଏ ବର୍ଷ ତମେ ନଈ, ନାଳ, ପୋଖରୀକି ଯିବନି। କାହିଁକି ନା ପ୍ରଥମ କଥା ହେଲା, ନଈ ନାଳ ଯେଉଁ ପାଣି ସବୁ, ସେ ପାଣି ଦୂଷିତ ହୋଇଥାଏ। ବେଳେବେଳେ ଦୂର ପୋଖରୀରେ ତମେ ଦେଖିଥିବ, ତାକୁ ଗାଈ ଓ ଅନ୍ୟ ପ୍ରକାର ଜୀବଜନ୍ତୁକୁ ସେମାନେ ଗାଧେଇ ଦିଅନ୍ତି। ସେମାନଙ୍କୁ ଚମ ଉକୁଣି ବା ଚର୍ମ ରୋଗ ହୋଇଥିଲେ ସେଗୁଡ଼ା ସଫା କରନ୍ତି। ତେଣୁ ତମେ ଭାବ, ତମେ ସେଇ ପାଣିରେ ବହୁତ ସମୟ ରହିବା ଦ୍ୱାରା ସେ ଜୀବାଣୁ ତମ ଚମ ଦେଇ ଦେହକୁ ସଂକ୍ରମିତ କରିଥାଏ। ପାଣି ମଇଳା ଥାଏ। ଏ ବର୍ଷ ଘରେ ପଚାରିକି ତମେ ଯାହା କରିବ। ଆଉ ମୋର ଉପଦେଶ ଯେ ତମେ ଏଥର ନଈ, ନାଳ ଆଉ ଗଭୀର ପୋଖରୀ ଏସବୁକୁ ଯିବନି। ଯଦି ଯାଅ, ତମ ବଡ଼ ଭାଇ ଭଉଣୀ, ତମ ବାପା ମାଆଙ୍କୁ ଡାକିକି ସାଙ୍ଗରେ ଯିବ। ଆଉ ଭଲ ହେବ ତମେ ଘରେ ଗାଧାଅ, ଘରେ ଭଲ କି ସାବୁନ ଲଗେଇ ଗାଧେଇ ପଡ଼ିବ। ଥରେ ଗାଧେଇଲେ ତମ ରଙ୍ଗ ଛାଡ଼ିପାରେନି, ବେଳେବେଳେ ରଙ୍ଗ ରହିଥାଏ ସେମିତି। ଆଉ ତମେ ଭାବ ନାହିଁ ଯେ ନଈ ପୋଖରୀରେ ଗାଧେଇଲେ ସେ ସୁଅ ପାଣିରେ ରଙ୍ଗ ସବୁ ସହଜରେ ଧୋଇ ହେଇଯିବ। ସେଥିପାଇଁ ବାରମ୍ବାର ଗାଧେଇଲେ ଯଦି ରଙ୍ଗ ଛାଡ଼ିବ, ଡରନି, ଭୟ କରନି। ରଙ୍ଗ ଏକା ଦିନରେ ଛାଡ଼ି ନପାରେ, କିଛି ଦିନ ଲାଗେ। ଏମିତି କିଛି ବ୍ରସ୍ ବା ଯେଉଁ ଘଷିବାକୁ ଟାୱେଲ୍ ତମେ ଘଷି ଘଷି ଖଣ୍ଡିଆ କରନି ଦେହକୁ। କିଛି ଦିନ ପରେ 3-4 ଥର ଗାଧେଇଲା ପରେ ସେ ରଙ୍ଗ ସବୁ ତମ ଦେହରୁ ଛାଡ଼ିବ। ଆଉ ଗୋଟେ କଥା ମନେ ରଖ, ଯଦି ତମକୁ ଥଣ୍ଡା ସର୍ଦ୍ଦି ହେଇଛି, ତମ ନାକରୁ ପାଣି ଗଡ଼ୁଛି, କାଶ ହେଇଛି, ଆଉ ତମର ପାଟି ଚାରିକରରେ ଘା ହେଇଛି, ତାହେଲେ ତାକୁ ସେ ସବୁ ହୋଇଥିଲେ କିମ୍ବା ତମକୁ ଜ୍ୱର ଥିଲେ ତମେ ସଞ୍ଜବେଳେ ବା ଅପରାହ୍ନ ସମୟରେ ଗାଧାଅ ନାହିଁ। ଗରମ ପାଣିରେ ଗାଧାଅ, ଭଲ ପାଣିରେ ଗାଧାଅ, ସଫା ପାଣିରେ ଗାଧାଅ। ଏହା ହିଁ ତମକୁ ମୋର ଉପଦେଶ। ପିଲାଏ, ତମେମାନେ ଜାଣିଲ ହୋଲି ଖେଳିବା ସମୟରେ ଆମେ କି ପ୍ରକାରର ସାବଧାନତା ରଖିବା। ତାହେଲେ ପିଲେ, ଆମେ ବି ମଜା କରିବା ଆଉ ଅନ୍ୟ ଜଣେ ମଧ୍ୟ ମଜା କରିବ। କାହା ପ୍ରତି କୌଣସି ବିପଦ ଆସିବନି। ପିଲାଏ, ତମ ସମସ୍ତଙ୍କୁ ରଙ୍ଗର ପର୍ବ ହୋଲିର ଆଗୁଆ ଅଭିନନ୍ଦନ। ଆମର କାର୍ଯ୍ୟକ୍ରମ ତମମାନଙ୍କୁ କେମିତି ଲାଗୁଛି ସେ ବିଷୟରେ ନିଶ୍ଚୟ ଚିଠି ଲେଖି ଆମ ପାଖକୁ ପଠାଇବ। ଚିଠି ଲେଖିବାର ଠିକଣା ହେଲା ଶିଶୁ ସଂସାର କାର୍ଯ୍ୟକ୍ରମ, ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍‌କୋଡ୍ 753001। ପିଲାଏ, ଆଜି ତ ସମୟ ସରିବାକୁ ବସିଲାଣି। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା। ପୁଣି ଥରେ ଦେଖାହବ ଆଗାମୀ ସପ୍ତାହରେ। ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ ଶିଶୁ ସଂସାର। ତେବେ ଆଜି ପାଇଁ ଏତିକି।